ଆସନ୍ତୁ ଯିବା କାଳୀ ପୂଜା ବୁଲିକି ଆସିବା। ଦେଖିବେ କେତେ ବଢ଼ିଆ ସେ ସବୁ ଲାଇଟ୍ ସଜିଛନ୍ତି। ସେ ସବୁ ଦୋକାନ ସବୁ ପଡ଼ିଛି, ଚୁଡ଼ି ଦୋକାନ, ଖାଇବା ଷ୍ଟଲ୍, ଗୁପଚୁପ, ଚାଟ୍, ସବୁ ଜିନିଷ କିଛି କିଛି ଛୋଟ ଛୋଟ ଜିନିଷ, ଛୋଟ ଛୋଟ ଦୋକାନ ସବୁ ପଡ଼ିଛି। ଆମେ ବି ଗଲୁ ବୁଲିକି ଆସିଲୁ, ମାଙ୍କୁ ଦର୍ଶନ ବି କଲୁ। ଛୋଟ ମାନେ ଭଲ ଆରେଞ୍ଜମେଣ୍ଟ କରିଥାନ୍ତି। କାଳୀପୂଜା ପଡ଼ିଆରେ ହିଁ ହୁଏ ପ୍ରତିବର୍ଷ ଆମେ ଦର୍ଶନ କରିବାକୁ ହିଁ ଯାଉ। କିନ୍ତୁ ଏପାଳି ଗୋଟେ ଭଲ ଜିନିଷ କରିଥିଲେ, କୁନି କୁନି ପିଲାମାନେ ଏଇଠି ସବୁ ଡ୍ୟାନ୍ସ କରୁଥିଲେ, ସେଇଟା ଦେଖିବାକୁ ବେଶୀ ଭଲ ଲାଗିଲା। ବହୁତ ଲୋକ ବି ହେଇଥିଲେ ଦେଖିବା ପାଇଁ, ବହୁତ ଲୋକ ବି ସେଠି ବସିକି ଦେଖୁଥିଲେ। ଛୋଟ ଛୋଟ ପିଲାମାନେ ଯେହେତୁ ଡ୍ୟାନ୍ସ କରୁଥିଲେ ତାଙ୍କୁ ଦେଖିବା ପାଇଁ ମୁଁ ବି ଦେଖିକି ତାଙ୍କର ଭିଡ଼ିଓ କିଛି କରିକି ଆଣିଲି। କହିଲି ଭଲ ଲାଗିଲା ଦେଖିବା ପାଇଁ। ଆମେ ବହୁତ ସମୟ ସେଠି ଦେଖିଲା ପରେ ତାପରେ ଯାଇ ଘରକୁ ଫେରିଲୁ, କାହିଁକିନା ବହୁତ ଭଲ ଲାଗୁଥିଲା ସେଠି ଦେଖିବା ପାଇଁ। କାରଣ ସମସ୍ତେ ଏମିତି ବେଶଭୂଷା ହେଇ କେତେ ସୁନ୍ଦର ଭାବେ ସବୁ ଡ୍ୟାନ୍ସ କରୁଥାନ୍ତି, ଦେଖିକି ଭଲ ଲାଗେ। ଦେଖୁନାହାନ୍ତି କେତେ ସୁନ୍ଦର ସବୁ ଡ୍ୟାନ୍ସ କରୁଛନ୍ତି। ଆଉ ଏ ଆରେଞ୍ଜମେଣ୍ଟଟା କେଉଁ ବର୍ଷ କରନ୍ତିନି, ଏଇ ବର୍ଷ କରିଛନ୍ତି। ମାଆଙ୍କ ବି ମୂର୍ତ୍ତି ବହୁତ ସୁନ୍ଦର ହେଇଥିଲା। ଆମେ ଦର୍ଶନ କଲୁ, ଦର୍ଶନ କରିକି ତାପରେ ଏଇଠି ଦେଖନ୍ତୁ କେତେ ସବୁ କୁନି କୁନି ପିଲାମାନେ ସବୁ ଠାକୁରଙ୍କ ବେଶ ହେଇ ସବୁ ବସିକି ଠାକୁରଙ୍କ ବେଶ ହେଇକି ସବୁ ଷ୍ଟାଚୁ ଭଳିଆ ଅଛନ୍ତି। ସେଠି ଭଲ ଲାଗିଲା ଦେଖିକିନା, ଭଲ ଆରେଞ୍ଜମେଣ୍ଟ କରିଥିଲେ। ଫେରିଲୁ ଆଉ ଘରକୁ।